ଅନୁଗୁଳ ପୌରପାଳିକାରେ ପ୍ରଥମ ଥର କରି ପାଖାପାଖି 92ଟି କ୍ୟାମେରା ମାଧ୍ୟମରେ ଅନୁଗୁଳ ସହରକୁ ଜଗିବ। ଇଏ କେବଳ ଅଳିଆ ଆବର୍ଜନା ଏଣେ ତେଣେ ପକେଇବା ପାଇଁ ଜଗିବ ନୁହେଁ, ତା ସହିତ ଅପରାଧକୁ ବି ମଧ୍ୟ ନିୟନ୍ତ୍ରଣ କରିବା ପାଇଁ ଅନୁଗୁଳ ପୌରପାଳିକା ଗୋଟିଏ ପଦକ୍ଷେପ ନେଇଛି, ଯାହା ଅନୁଗୁଳରେ ଏକ ଇତିହାସ। କାହିଁକି ନା ଅନୁଗୁଳରେ ପ୍ରଥମ ଥର କରି ପୌରପାଳିକା ସହିତ ଯୋଡ଼ି ହୋଇଛି ସିସି କ୍ୟାମେରା। ଆମେ ଏଇ ଟିକେ ଆଲୋଚନା କରିବା। ଅନୁଗୁଳ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ରହିଛନ୍ତି, ଆଜ୍ଞା କଣ କହିବେ? ଅନୁଗୁଳରେ ଇଏ ଗୋଟିଏ ପ୍ରଥମ ଥର କରି ଗୋଟେ ଇତିହାସ ରଚିଲା ଭଳି ଘଟଣା। କାହିଁକି ନା ପୌରପାଳିକାରେ କ୍ୟାମେରା ଜଗିବ ଅଳିଆ ଏଣେ ତେଣେ ପକେଇବା ସହିତ ଅପରାଧକୁ ବି ମଧ୍ୟ ରୋକିବା ପାଇଁ କ୍ୟାମେରା ଲଗାଯାଇଛି। ପାଖାପାଖି ବିଭିନ୍ନ ଛକ ମାନଙ୍କରେ 92ଟି କ୍ୟାମେରା ଲାଗିଛି। ତ ଇଏ କେବେଠୁ ମନିଟରିଂ କରିବ, କେଉଁଭଳି ଭାବରେ ଅପରାଧକୁ ରୋକିବ, ଅଳିଆ ଆବର୍ଜନା ଯେଉଁମାନେ ପକଉଛନ୍ତି ତାଙ୍କ ମାନଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ ନିଆଯିବ? ଏଇଟା ହଉଛି ଆମର ଖଣିଜ ପାଣ୍ଠିରୁ ଅନୁମୋଦନ ହେଇଛି। ଜିଲ୍ଲା ପାଇଁ ଏଇଟା ହଉଛି ପ୍ରଥମ କରି ପୋଲିସ ବିଭାଗରୁ ପୌରପାଳିକାକୁ ଏକ ସଂଯୋଗୀକରଣ କରାଯାଇଛି। ଯୋଉଗୁଡାକ ଆବଶ୍ୟକତା କ୍ୟାମେରା ଅଛି, ଯୋଉଗୁଡାକ ଗୁରୁତ୍ୱପୂର୍ଣ୍ଣ କ୍ୟାମେରା, ସେଥିରେ ଆକ୍ସେସ୍ ଆମର ନାହିଁ। କିନ୍ତୁ ଯୋଉଗୁଡାକର ଆବଶ୍ୟକତା ଅଛି 90 ଡିଗ୍ରୀ ମୁଭିଂ ହଉଛି ସେ କ୍ୟାମେରା, ଯୋଉଠିକି ଆମେ ଦେଖିଲୁ ଯେ ଆମେ ସକାଳ ରାତି 3ଟାରୁ ଯୋଉ ପରିଷ୍କାର ପରିଚ୍ଛନ୍ନତା ବଜାର ଭିତରେ ଆପଣଙ୍କର କମର୍ସିଆଲ ଏରିଆ, ବସଷ୍ଟାଣ୍ଡ ଛକ, ପୁରୁଣା ବସଷ୍ଟାଣ୍ଡ ଆଉ ଏଇ ଯୋଉ ଜାଗାରେ ଯେ ହଉଛି ପୁନର୍ବାର, ସେଇ ଜାଗାକୁ କିଛି ଲୋକ ଆସିକିରି ସେ ମନୋବୃତ୍ତି ରଖିକି ଆସିକି ଅଳିଆ ପକଉଛନ୍ତି। ଏଥିରେ ଆମର ସହାୟକ ଅଛି ଯେ ଲୋକ କୋଉଠୁ ଆସୁଛି, କୋଉ ସଂସ୍ଥାରୁ ଆସୁଛି, ସେଟା ଆମେ ଦେଖିପାରୁଛୁ। ୟା ଭିତରେ କିଛି ଲୋକଙ୍କୁ ଆମର ଫାଇନ୍ ହେଇଛି, ନୋଟିସ୍ ହେଇଛି। କିଛି ଲୋକ ଦେଖିଲୁ ଯେ ମ୍ୟୁନିସିପାଲିଟି ସୀମା ବାହାରୁ ଆସିକିରି ମ୍ୟୁନିସିପାଲିଟି ଭିତରେ ଆସିକି ପକେଇ ଦଉଛନ୍ତି। ପୁଣି 6ଟା 7ଟା ବେଳକୁ ଯୋଉ ଅବସ୍ଥା ତଥାପୂରଣ ଏଇଭଳିଆ ଅବସ୍ଥାରେ ରହୁଛି। ତେଣୁକରି ଏଇଟା ଆମକୁ ବହୁତ ସହାୟକ ହେଇଛି, ଆଗକୁ ବହୁତ ସହାୟକ ହବାର ଅଛି। ତେଣୁକରି ଏଇଟା ଯେହେତୁ ସମ୍ପୂର୍ଣ୍ଣ ପୋଲିସ ବିଭାଗ କଣ୍ଟ୍ରୋଲରେ ଅଛି, ସେଥିରେ ଅନୁରୋଧ ଜିଲ୍ଲା ପ୍ରଶାସନ କରି ଆମର ପୌରପାଳିକା ପାଇଁ ସେ ଆମକୁ ଏକ ଆକ୍ସେସ୍ 86ଟା କ୍ୟାମେରା ଦେଇଛନ୍ତି। ଆମେ ସବୁ ଛକର ସମ୍ପୂର୍ଣ୍ଣ 90 ଡିଗ୍ରୀ କୋଣ ଅନୁକୋଣ ଆମେ ଦେଖିପାରୁଛୁ, କୋଉ ଲୋକ ଆସୁଛି ଯାଉଛି ଏବଂ କୋଉ ଲୋକର ତାର ଫଟୋଗ୍ରାଫି, ଭିଜୁଆଲି ପ୍ରମାଣ ଏସବୁ ରଖିପାରୁଛୁ। ଆପଣ କହୁଥିଲେ ଯେ ପୋଲିସ କଥା କହୁଥିଲେ, ପୋଲିସ ଯେତେବେଳେ ଅପରାଧକୁ ରୋକିବା ପାଇଁ ବିଭିନ୍ନ ଛକ ମାନଙ୍କରେ ସିଏ ବି ମଧ୍ୟ କ୍ୟାମେରା ଲାଗିଛି, ପୌରପାଳିକାରେ ବି ମଧ୍ୟ କ୍ୟାମେରା ଲାଗିଛି ଏବଂ ପୌରପାଳିକା ପକ୍ଷରୁ ନିହାତି ଭାବରେ ଅପରାଧକୁ ରୋକିବା ପାଇଁ ବି ମଧ୍ୟ ପୋଲିସର ସହାୟତା ନିଆଯାଉଛି କି? ନାଇଁ, ସେମିତି ଆମେ ତ ସେ ବିଭାଗ ତ ସମ୍ପୂର୍ଣ୍ଣ ରୂପେ ଅଲଗା ବିଭାଗ। ଆମ କାମ ହେଲା ପରିମଳ, ସଫାସୁତୁରା ଏବଂ ଟ୍ରାଫିକ ର କିଛି ପାର୍ଟ ଅଛି ଯୋଉମାନେ କି ଆମର ଟ୍ରାଫିକ କରିଡର ସୀମା ଭିତରେ, ଧରନ୍ତୁ ଗୁପଚୁପ ବାଲା, ଠେଲା ବାଲା, ଏଇ ଫଳ ବାଲା, ଏଇ ସବୁ ଯାଇକିରି ସେ ଯୋଉ ସାଇଡରେ ବସା ଉଠା କରୁଛନ୍ତି, ସେଥିପାଇଁ ଗୋଟେ ଦୁର୍ଘଟଣା ପ୍ରବଣିତ ଏରିଆ ହେଇଯାଉଛି। କିଛି ଲୋକ ବି ଆକ୍ସିଡେଣ୍ଟ ହଉଛନ୍ତି। ମୋଟରସାଇକେଲ, ସ୍କୁଟର ଅତ୍ୟଧିକ ପରିମାଣର ଲୋକ ଯିବା ଆସିବା କରୁଛନ୍ତି। ଯେହେତୁ ଚାରିପଟେ ଶିଳ୍ପାଞ୍ଚଳ ହେଲାଣି, ତେଣୁକରି ସହର ଯେହେତୁ ଏକ୍ସପାଣ୍ଡ କରିପାରୁନି ଏପର୍ଯ୍ୟନ୍ତ, ତେଣୁକରି ତାକୁ ଗୋଟେ ନିୟନ୍ତ୍ରଣ କରିବା ଲାଗି ଆମେ ହଠାତ୍ ଦେଖିଲୁ ଯଦି ଗୋଟେ ଛକରେ 10 ଜଣ ଠେଲା ବାଲା ଯାଇ ଅଛନ୍ତି, ଆମ ଲୋକ ପଠେଇକି ତାକୁ ବାରଣ କରୁଛୁ। ଏହା ହିଁ କରିପାରୁଛୁ। ଆଉ ଅଦର ଜିନିଷ କହିବାକୁ ଗଲେ ଏଇଟା ସମ୍ପୂର୍ଣ୍ଣ ଭାବେ ପୋଲିସ ବିଭାଗ ନିୟନ୍ତ୍ରଣରେ ଅଛି। ଯଦି କଥା ଆମେ କହିବା ପାର୍କିଂ, ଯେତେବେଳେ ବେଆଇନ ନାଇଁ, ଏପର୍ଯ୍ୟନ୍ତ ଆକ୍ଚୁଆଲି ଆମେ ଅଳିଆ ରାତିରେ ଦେଖୁଛୁ, ଗୋଟେ ଟାଇମ ଦେଖୁଛୁ। ଆଉ ତାପରେ ସକାଳ 6ଟା ଭିତରେ ଯୋଉମାନେ ପକଉଛନ୍ତି ତାର ରଖାଯାଉଛି। ପ୍ରତ୍ୟେକ 7 ଦିନେ ଗୋଟେ ରେକର୍ଡିଂ ରଖାଯାଇକି ତାଙ୍କ ମାନଙ୍କୁ ନୋଟିସ୍ କରାଯାଉଛି। ତେଣୁକରି ମୁଁ ଅନୁଭବ କରୁଛି ଯେ ବହୁ ପରିମାଣରେ ଏଇଭଳିଆ କରିବା ବେଳେ କମ ହେଇଛି, ଏଇ ପରିମାଣ ସବୁ କମ ହେଇବାକୁ ଲାଗିଲାଣି। ଆଉ ଆଗକୁ ସବୁ ବଡ ବଡ ଡଷ୍ଟବିନ୍ ଆସିବ, GICଟିରେ ତିଆରି ହଉଛି। ତେଣୁକରି ଲୋକମାନଙ୍କ ଲାଗି ସବୁ ବ୍ୟବସ୍ଥା କରାଯାଉଛି, ସବୁ ସାନିଟେସନର ନିୟନ୍ତ୍ରଣ କରିବା ଲାଗି କରାଯାଉଛି। ମୁଖ୍ୟତଃ କହିବାକୁ ଗଲେ ପୌରପାଳିକା ଗୋଟେ ଭଲ ସ୍ଥିତିରେ ଆସିଲାଣି।
ଅଧିକାରୀ ମହୋଦୟ କହୁଥିଲେ ଯେ ଅନୁଗୁଳ ପୌରପାଳିକା ପରିମଳ ରଖିବା ପାଇଁ ଅନୁଗୁଳ ସହରକୁ ପରିମଳ ରଖିବା ପାଇଁ ପାଖାପାଖି 92ଟି କ୍ୟାମେରା ଲାଗିଛି ଏବଂ ଯେଉଁମାନେ ଅଳିଆ ଏଣେ ତେଣେ ପକାଉଛନ୍ତି ତାଙ୍କୁ ନୋଟିସ ଦିଆଯାଉଛି, ଫାଇନ ବି ମଧ୍ୟ କରାଯାଉଛି। ଅନୁଗୁଳରୁ ରାଜେଶ ପାତ୍ରଙ୍କ ରିପୋର୍ଟ, MBC TV।